ତାଙ୍କ ସାମ୍ନାରେ ସଂସାର ଉଜାଡ଼ିବା ପରିସ୍ଥିତି ସୃଷ୍ଟି ହୋଇସାରିଥିଲା। ସେ ଯେତେ ଚାହିଁଲେ ବି ଆଉ କିଛି କରିବା ସମ୍ଭବପର ନଥିଲା। ଏକ ପ୍ରକାର ସ୍ୱାମୀଙ୍କ କଠୋର କଥା ତାଙ୍କ ଜୀବନରେ ଆଣିଦେଇଥିଲା ଝଡ଼। ଏ ଝଡ଼ ଥିଲା ଗୋଟେ ସଂସାରକୁ ଉଜାଡ଼ି ଦେବା ପାଇଁ ଯଥେଷ୍ଟ। ବିବାହର ଅଳ୍ପ ଦିନ ଭିତରେ ଏତେ ସବୁ ଘଟଣା ଘଟିବ ସେ ଭାବି ପାରୁନଥିଲେ। ଏବେ କରିବେ ତ କରିବେ କ'ଣ? ନିଜ କଲାକର୍ମ ଫଳ ଭୋଗୁଛନ୍ତି ଯେତେବେଳେ ଆଉ କାହାକୁ କହିବେ? କିଏ ବିଶ୍ୱାସ କରିବ ତାଙ୍କୁ? ତାଙ୍କ ପାଦତଳୁ ମାଟି ଖସିବା ଆରମ୍ଭ କରିଥିଲା। ଜୀବନ ହାରିଦେବେ ଯେମିତି ସ୍ଥିତି ଆସି ଉପୁଜିଥିଲା। ଏବେ ସ୍ୱାମୀ ଓ ସଂସାରକୁ ନେଇ ଦୋଛକିରେ ଠିଆ ହୋଇଥିଲେ ସିଏ। କିଛି କୂଳ କିନାରା ପାଉନଥିଲେ। ସୁନିତା ଜୀବନରେ ଏମିତି କିଛି ଘଟୁଥିଲା ଯାହାକୁ ଅଣଦେଖା କରିଦେବା ତା ପାଇଁ ସମ୍ଭବପର ନଥିଲା। ସ୍ୱାମୀ ସହ ଥିଲେ ବି ବାପଘର ପ୍ରତି ବେଶୀ ନିଘା କରୁଥିଲା ସିଏ। ସେ ଭାବୁଥିଲା ଏ ବିଷୟରେ ସ୍ୱାମୀ ନ ଜାଣିବା ଉଚିତ। ତାଙ୍କୁ ଏ ସମସ୍ୟା ଭିତରେ ଧନ୍ଦି ଦେବା ଠିକ୍ ହେବନି। ତେଣୁ ସ୍ୱାମୀଙ୍କୁ କିଛି କହୁନଥିଲା ସୁନିତା। ଚେଷ୍ଟା କରୁଥିଲା ତା ବାପଘରର ସମସ୍ୟା କେମିତି ସୁଧୁରି ଯାଉ। ମାତ୍ର ସମସ୍ୟା ସମାଧାନ ବଦଳରେ ଦିନକୁ ଦିନ ନେବାକୁ ଲାଗିଥିଲା ଭିନ୍ନ ରୂପ। ଫଳରେ ସୁନିତା ଦିନକୁ ଦିନ ନିଜ ପରିବାର, ନିଜ ସ୍ୱାମୀଙ୍କ ପ୍ରତି କର୍ତ୍ତବ୍ୟ ଭୁଲିବାକୁ ଲାଗିଥିଲା। ଏହାକୁ ନେଇ ଧୀରେ ଧୀରେ ଦାମ୍ପତ୍ୟ ଜୀବନରେ ବଢ଼ିବାକୁ ଲାଗିଥିଲା ଅଶାନ୍ତି। ତଥାପି ସୁନିତା ଏହାକୁ ଏତେ ଗୁରୁତ୍ୱ ଦେଉନଥିଲେ। ଅନ୍ୟପଟେ ସୁନିତାଙ୍କ ସ୍ୱାମୀ ବିନୋଦ ଥିଲେ ହସଖୁସିଆ ଲୋକ। ଜୀବନକୁ ସହଜରେ ବଞ୍ଚିଯିବାକୁ ଗୁରୁତ୍ୱ ଦେଉଥିବା ମଣିଷ। ଅବ୍ୟବସ୍ଥିତ ହୋଇପଡ଼ୁଥିବା ଦାମ୍ପତ୍ୟକୁ ଦେଖି ବିନୋଦ ଦିନକୁ ଦିନ ଅସହଜ ହୋଇ ଉଠୁଥିଲେ। କିଛି କହୁନଥିଲେ ବି ବିନୋଦଙ୍କ ହାବଭାବ ହିଁ ଏଇଆ ହିଁ ବୟାନ କରୁଥିଲା। ଏହା ପଛରେ ଥିଲା ସୁନିତାଙ୍କ ଚିଡ଼ଚିଡ଼ାପଣ, ବିରକ୍ତି ଭାବ, ଦାୟିତ୍ୱମୁକ୍ତ ହୋଇଯିବା। ଏହା ବିନୋଦକୁ ବେଶ୍ ଆଘାତ ଦେଉଥିଲା। ଦାମ୍ପତ୍ୟ ଜୀବନ କଳୁଷିତ ନ ହେଉ ସେଥିପାଇଁ ସେ ଚୁପ୍ ରହୁଥିଲେ। କିନ୍ତୁ ଏବେ ସେ ଅତିଷ୍ଠ ହୋଇପଡ଼ିଲେଣି। ସୁନିତାଙ୍କ ଠାରୁ ଦୂରେଇ ଯିବାକୁ ଲାଗିଲେଣି। ସୁନିତା ଚିନ୍ତା କରୁନଥିଲେ ଯେ ବାପଘର ବା ନିଜର ବି ସଂସାର ଅଛି। ସ୍ୱାମୀ ବୋଲି ଜଣେ ମଣିଷ ଅଛି। ତା'ର ଭଲମନ୍ଦ, ହସଖୁସି, ସୁଖ ସୁବିଧା ଅଛି। ଏହାକୁ ଯେମିତି ସେ ପାସୋରି ଯାଇଥିଲେ। ଯେତେବେଳେ ଦେଖିବ କ'ଣ ଗୋଟେ ଭାବରେ ମଗ୍ନ ରହି ଭାବୁଥିଲେ, ନଚେତ୍ ମୋବାଇଲରେ ଗପୁଥିବେ ଲୁଚେଇ ଲୁଚେଇ, ଯାହା ସନ୍ଦେହ ପାଇଁ ଯଥେଷ୍ଟ ଥିଲା। ବିନୋଦ ପତ୍ନୀଙ୍କ ଖାପଛଡ଼ା ସ୍ୱଭାବ ଦେଖି ଦେଖି ଏକ ପ୍ରକାର ବିରକ୍ତ ହୋଇଗଲେଣି। କିନ୍ତୁ ସୁନିତାଙ୍କଠାରେ କିଛି ପରିବର୍ତ୍ତନ ପରିଲକ୍ଷିତ କରୁନାହାନ୍ତି। ତେଣୁ ସିଏ ବି ନିଜ ଭିତରେ ଏଣିକି ମଗ୍ନ ରହିବାରେ ଲାଗିଛନ୍ତି। ସ୍ତ୍ରୀଙ୍କ ସହଯୋଗକୁ ଅପେକ୍ଷା କରୁନାହାନ୍ତି। ବିବାହର କିଛି ବର୍ଷ ପରେ ସମସ୍ତଙ୍କୁ ଲାଗେ ସବୁ ଠିକ୍ ଠାକ୍ ଚାଲିଛି। ମାତ୍ର ପରିବାର ହେଉ ବା ଦାମ୍ପତ୍ୟ, ଏହାକୁ ଉପଯୁକ୍ତ ସମୟ ଦେବାକୁ ପଡ଼େ। ସୁନିତା ସେଥିରେ ଖିଲାପ କରିବାରେ ଲାଗିଥିଲେ। ବିନୋଦ ଏଣିକି ଚୁପ୍ ରହିବାକୁ ଉଚିତ ମନେ କରୁଥିଲେ। ସେ ଭାବିପାରୁନଥିଲେ କ'ଣ ସବୁ ଘଟୁଛି ତାଙ୍କ ଜୀବନରେ। ମାତ୍ର ସୁନିତା ନିଜ ଆଖିରେ ବନ୍ଧା ପଡ଼ିଥିବା ପଟି ହଟାଇଲା ବେଳକୁ ଅନେକ କିଛି ଘଟଣା ଘଟିବାକୁ ଅପେକ୍ଷା କରିଥିଲା। ସେତେବେଳକୁ କ'ଣ କ'ଣ ଭୁଲ କରିଚାଲିଛନ୍ତି ଭାବିଲା ବେଳକୁ ସୁଧାରିବାକୁ ସମୟ ହାତରେ ନଥିଲା। ବିନୋଦ ଅନ୍ୟାୟ ସହି ସହି ଚରମ ନିଷ୍ପତ୍ତି ନେବାକୁ ପାଦ ବଢ଼ାଇ ସାରିଥିଲେ। ସ୍ୱାମୀ ଏଭଳି ନିଷ୍ପତ୍ତି ନେବେ ସୁନିତା କେବେ କଳ୍ପନା କରିପାରିନଥିଲେ। ନିଜର ଭୁଲ କେଉଁଠି ରହିଲା ଜାଣିପାରିଲେ ବି ନେଡ଼ିଗୁଡ଼ ସେତେବେଳକୁ ବହି ସାରିଥିଲା। ସୁନିତା ନିଜ ତ୍ରୁଟି ସୁଧାରିବାକୁ ପ୍ରୟାସ କରୁଥିଲେ। ମାତ୍ର ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ତାଙ୍କ ହାତରେ ଆଉ କିଛି ନଥିଲା। ଏମିତି ଗୋଟେ ସନ୍ଧ୍ୟାରେ ସ୍ୱାମୀ ବିନୋଦ ନିଜର କଠୋର ନିଷ୍ପତ୍ତି ଶୁଣାଇଦେଲେ। ଆଉ କହିଲେ, ମୋର ଆଉ ତମଠାରୁ କିଛି ଜାଣିବାକୁ କି ଶୁଣିବାକୁ ଆଗ୍ରହ ନାହିଁ। ତମେ ତମ ଜୀବନ ଜିଅ, ମୁଁ ମୋର ଜୀବନ ବଞ୍ଚିବାକୁ ଚାହୁଁଛି। ତମକୁ ଛାଡ଼ପତ୍ର ଦେବାକୁ ମନ କରିଛି। ସ୍ୱାମୀ ବିନୋଦଙ୍କ ମୁହଁରୁ ଏକଥା ଶୁଣି ସୁନିତାଙ୍କ ପାଦତଳୁ ମାଟି ଖସିଗଲା। ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା ତାଙ୍କୁ। କାହାକୁ କହିବେ, କ'ଣ କରିବେ ହଠାତ୍ କିଛି ବୁଝିପାରିଲେନି। ନିଜ ସୁଖ ସଂସାରରେ ନିଜେ ହିଁ ସାଜିଛନ୍ତି ଶତ୍ରୁ। ନିଜ ପରିବାରକୁ ସମୟ ଦେଇନାହାନ୍ତି। ସ୍ୱାମୀଙ୍କ ପ୍ରତି ଦାୟିତ୍ୱ ବି ସେ ତୁଲାଇ ନାହାନ୍ତି। ବାପଘର ସମସ୍ୟାକୁ ନେଇ ନିଜେ ନିଜ ସଂସାରରେ ନିଆଁ ଲଗେଇ ଦେଇଛନ୍ତି। ଏକଥା ମନେ ପକାଇ ବହେ କାନ୍ଦିବାକୁ ଲାଗିଲେ ସୁନିତା। ଯେଉଁ କାନ୍ଦ ବି ବିନୋଦଙ୍କ ମନକୁ ତରଳାଇବାକୁ ଯଥେଷ୍ଟ ନଥିଲା। ସେ କଠୋର ହୋଇସାରିଥିଲେ। ବିନୋଦ କହିଲେ, କାନ୍ଦ ଫାନ୍ଦ ବନ୍ଦ କର। ତମ କାନ୍ଦରେ ମୁଁ ତରଳି ଯିବା ଲୋକ ନୁହଁ। ମୁଁ ଶେଷ ନିଷ୍ପତ୍ତି ନେଇସାରିଛି। ମୋ ଜୀବନରେ ଆଉ କେହି ଅଛି
ଏବେ ମୁଁ ତାଙ୍କ ସହିତ ସୁଖରେ ଜୀବନ ବଞ୍ଚିବାକୁ ଚାହୁଁଛି। ଆଉ ମୋର ଏ ନିଷ୍ପତ୍ତି ବଦଳିବାର ନାହିଁ। ଆଗକୁ ଯାହା କିଛି ହେଇଯାଉ ପଛେ ମୁଁ ଆଉ ମୋ ନିଷ୍ପତ୍ତିରୁ ହଟିବି ନାହିଁ। ସବୁ କିଛି ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ଏବେ ତମେ ଯାହା କରୁଛ କର, କିଛି କହିବାର ବି ନାହିଁ। ଏତିକି କହି ଘରର ଅନ୍ୟ ରୁମ୍କୁ ଯାଇ ଧଡ଼ାସ୍କି କବାଟ ଦେଇଦେଲେ ବିନୋଦ। ସ୍ୱାମୀ ବିନୋଦଙ୍କ ଏଭଳି ବୟାନ ପରେ ସୁନିତା ଆହୁରି ଭୟଭୀତ ହୋଇପଡ଼ିଲେ। ନିଜ ସୁନାର ସଂସାର ନିଜେ ଉଜାଡ଼ିଥିବାରୁ ନିଜକୁ ବହେ ମନେ ମନେ ଶୋଧିଲେ। ସେ ବାପଘର ଚକ୍କରରେ ସ୍ୱାମୀଙ୍କଠାରୁ ସତରେ କେତେ ଦୂର ଚାଲି ଯାଇଛନ୍ତି ଅନୁଭବ କଲେ। କିନ୍ତୁ ତାଙ୍କ ହାତରେ ଆଉ କିଛି କରିବାର ଉପାୟ ନଥିଲା ଭାଗ୍ୟକୁ ଦୋଷ ଦେବା ଛଡ଼ା। ତାଙ୍କ ମୁଣ୍ଡରେ ଏକ ପ୍ରକାର ଚଡ଼କ ପଡ଼ିସାରିଥିଲା। ତାଙ୍କୁ ଚତୁର୍ଦିଗ ଅନ୍ଧାର ଦିଶୁଥିଲା। ସୁନିତା ଜାଣିଥିଲେ ସ୍ୱାମୀ ତାଙ୍କର ବେଶ୍ ସାଦାସିଧା ମଣିଷ, ମାତ୍ର ବେଶ୍ ଜିଦଖୋର ବି। ଯେଉଁ କଥା ଥରେ ନିଷ୍ପତ୍ତି ନିଅନ୍ତି ତାହା କରିକି ଦେଖାନ୍ତି। ଏହା ଭାବିଲା ବେଳକୁ ତାଙ୍କ ଦେହମୁଣ୍ଡ ଥରି ଉଠୁଥିଲା। ଆଗାମୀ ଭବିଷ୍ୟତରେ ଆସୁଥିବା ଝଡ଼କୁ ହୃଦୟଙ୍ଗମ କରି ଅଜଣା ଆଶଙ୍କାରେ ଶିହରି ଉଠୁଥିଲେ ସୁନିତା। ତାଙ୍କ ମୁଣ୍ଡ ଗୋଳମାଳ ହୋଇଯାଉଥିଲା। ପାଦ ତଳର ସ୍ଥିର ମାଟି ଅସ୍ଥିର ହେବାକୁ ଲାଗୁଥିଲା। ନିଜକୁ ନିୟନ୍ତ୍ରଣ କଲେ ସୁନିତା। ସେ ଚାହୁଁଥିଲେ ସ୍ୱାମୀଙ୍କ ସହ କଥାବାର୍ତ୍ତା କରିବାକୁ। ଅନ୍ୟପଟେ ସେ ନିଜକୁ ବୁଝାଉଥିଲେ ଯଦି ସ୍ୱାମୀ ବିନୋଦ ତାଙ୍କୁ ରଖିବାକୁ ଚାହୁଁନାହାନ୍ତି କିମ୍ବା ଭଲ ପାଉନାହାନ୍ତି ଛାଡ଼ିଦେବା ଭଲ। କାହିଁକି ପରସ୍ପରକୁ ନେଇ ଅଶାନ୍ତି ହେବ? ଦୁହେଁ ନିଜ ନିଜ ଜୀବନ ବଞ୍ଚିବା ଠିକ୍ ହେବ। ସ୍ୱାମୀ ଏକଥା ସ୍ପଷ୍ଟ କରି କହିଦେଇଥିଲେ ଯେ ତମ ସହ ମୋର ଆଉ ରହିବାର ନାହିଁ, ଛାଡ଼ପତ୍ର ଜରୁରୀ। ତ ଆଉ ଏହାପରେ କ'ଣ କରାଯାଇପାରେ? ସୁନିତାଙ୍କ ମୁଣ୍ଡରେ ନାନା ପ୍ରକାର କଥା ପଶୁଥିଲା। ସେ କ'ଣ କରିବେ କ'ଣ ନ କରିବେ କିଛି ବୁଝିପାରୁନଥିଲେ। ସ୍ୱାମୀ ସ୍ତ୍ରୀ ସେହି ଗୋଟିଏ ଘରେ ରହୁଥିଲେ ବି କିଛି ଦିନ ଧରି ସେମାନେ କଥାବାର୍ତ୍ତା କରୁନଥିଲେ। ଯେମିତି ସେମାନେ ପରସ୍ପରକୁ ଜାଣିନାହାନ୍ତି ସେମିତି ରହିଥିଲା ମାହୋଲ। ସମୟ ଗଡ଼ି ଚାଲିଥିଲା, ଦୁହିଁଙ୍କ ଭିତରେ ଦୂରତା ବି। ସୁନିତା ନିଜ ଭୁଲ ବୁଝି ସାରିଥିଲେ। ତେଣୁ ସେ ଚାହୁଁଥିଲେ ବିନୋଦଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବାକୁ। କିନ୍ତୁ ନିଜର କଲାକର୍ମ ପାଇଁ ସେ ସୁଯୋଗ ଆଉ ମିଳିବ କି ନାହିଁ ତାକୁ ନେଇ ଚିନ୍ତିତ ଥିଲେ। କାରଣ ଦାମ୍ପତ୍ୟ ଜୀବନରେ ଥରେ ଫାଟ ହେଲେ ତାହା ଅଧିକ ଦୂରତ୍ୱ ଆଣିଥାଏ। ତେବେ ସୁନିତା ଭାବିପାରୁନଥିଲା ବିନୋଦ ଏତେ ବାଟ ଆଗେଇ ଯିବେ ତାଙ୍କର ଏହି ସାମାନ୍ୟ ଭୁଲ ପାଇଁ। ବିନୋଦ ଅନ୍ୟ ଜଣକୁ ଭଲ ପାଇବେ, ଭଲ ପାଆନ୍ତୁ, କିନ୍ତୁ ତାଙ୍କୁ ଏମିତି ହାତ ଛାଡ଼ିଦେବେ ସେ କେବେ କଳ୍ପନା କରିପାରୁନଥିଲେ। ତେଣୁ ସ୍ୱାମୀଙ୍କ ଉପରେ ରାଗ ଆସୁଥିଲେ ବି ସୁନିତା ନିଜର ଭୁଲ ପାଇଁ କିଛି କହିପାରୁନଥିଲେ। ନିଜର ଦାମ୍ପତ୍ୟ ଜୀବନ ଏବେ କାଠଗଡ଼ାରେ ଠିଆ ହୋଇଥିଲା। ଯାହା ତାଙ୍କ ଆଗରେ ଭାଙ୍ଗି ଯିବାକୁ ବସିଥିଲା। ସେ ସ୍ୱାମୀଙ୍କ ପ୍ରତି ବିଶ୍ୱସ୍ତ ହେବାକୁ ଚାହୁଁଥିଲେ ବି ନିଜ ଅଣଦେଖା ପାଇଁ ସେତିକି କରିବାକୁ ଆଉ ସୁଯୋଗ ନଥିଲା। ସେ ଆସନ୍ନ ଦୁର୍ଯୋଗକୁ ଅନୁଭବ କରିପାରୁଥିଲେ କ୍ଷଣ କ୍ଷଣ। କ'ଣ କରିବେ କିଛି ଉପାୟ ବାହାର କରିପାରୁନଥିଲେ। ଦାମ୍ପତ୍ୟ ଜୀବନ ଅଶାନ୍ତିର ପ୍ରାୟ 1.5 ମାସ ହୋଇଯାଇଥାଏ। ଆମେ ଗୋଟିଏ ଘରେ ରହୁଥିଲେ ବି କେହି କାହାକୁ ଜାଣି ନଥିବା ପରି ଚାଲୁଥିଲୁ। ହଠାତ୍ ସେଦିନ ଡିଭୋର୍ସ ପେପର ଧରି ପହଞ୍ଚି ଯାଇଥିଲେ ବିନୋଦ। ମୁଁ ସେତେବେଳକୁ ସୋଫାରେ ବସିଥିଲି। ବିନୋଦ କହିଲେ ଏଥିରେ ଦସ୍ତଖତ କରିଦିଅ। ମୁଁ ତମଠାରୁ ଆଉ ବେଶୀ କିଛି ଆଶା କରୁନି। ଏତିକି କହି ବିନୋଦ ତାଙ୍କ ରୁମ୍କୁ ଚାଲିଯାଇ ଧଡ଼ାସ୍ କରି କବାଟଟା ଦେଇଥିଲେ। ସୁନିତା ଚାହୁଁଥିଲେ ସ୍ୱାମୀଙ୍କ ସହ କଥା ହେବା ପାଇଁ, ମାତ୍ର କିଛି କହିବାର ଆଉ ସୁଯୋଗ ନଥିଲା। ସେ ଭାବୁଥିଲେ କବାଟରେ ଠକ୍ ଠକ୍ କରି ଖୋଲିବାକୁ କହିବେ ଓ ତାଙ୍କ ମନ କଥା ଜଣାଇଦେବେ। କିନ୍ତୁ ସେତିକି ବି କରିପାରିଲେନି। ଏଇଥିପାଇଁ ଯେ ସୁନିତା ତାଙ୍କର ଭୁଲକୁ ନେଇ ଗଭୀର ଅନୁତପ୍ତ ଥିଲେ। ସେଦିନ ସାରା ରାତି ସୁନିତା କାନ୍ଦିଲେ। ତାଙ୍କ କାନ୍ଦ ବିନୋଦକୁ ଶୁଭିଲାନି। ସେ ତାଙ୍କ ରୁମ୍ କବାଟ ଦେଇ ଭିତରେ ରହିଲେ। ସ୍ୱାମୀଙ୍କ ପ୍ରତି ସେ କରିଥିବା ଭୁଲ ପାଇଁ ବହୁତ ପଶ୍ଚାତାପ କରୁଥିଲେ। କିନ୍ତୁ ବହିଯାଇଥିବା ପାଣି, କହିଦେଇଥିବା କଥା, ଗଡ଼ିଯାଇଥିବା ସମୟ ଯେମିତି ଫେରିଆସେନି, ସେମିତି ଆଉ ବିନୋଦ ତାଙ୍କ ପାଖକୁ ଫେରିବେନି ସେହି କଥା ଚିନ୍ତା କରି ସୁନିତାଙ୍କ ମୁଣ୍ଡ ଘୂରି ଯାଉଥିଲା। ବାପଘର ସମସ୍ୟା ପାଇଁ ଦାମ୍ପତ୍ୟ ଜୀବନକୁ ଛାରଖାର କରିଦେଇଥିବା ଅନୁଭବ କରୁଥିଲେ ସୁନିତା। ଖାଲି ଭାବୁଥିଲେ ଏବେ ସେ କରିବେ କ'ଣ? ସେ ଭୁଲ ନୁହେଁ ତ ବଡ଼ ଭୁଲ କରିସାରିଛନ୍ତି। ସେଦିନ ସଞ୍ଜବେଳେ ପୁଣି ବିନୋଦ ସେହି କଥା ଦୋହରାଇଲେ। ଆଉ କିଛି ଫାଇଦା ହେବନି। ଦୟାକରି ଡିଭୋର୍ସ ପେପରରେ ସାଇନ୍ କରିଦିଅ। ମୁଁ ତମଠାରୁ ମୁକ୍ତି ଚାହୁଁଛି। ତମେ ତମ ଦୁନିଆରେ ରୁହ। ମୋର ଆଉ କିଛି କହିବାର ନାହିଁ। ମୋ ଜୀବନ ବର୍ବାଦ କରିବାକୁ ଚାହୁଁନି। ଯେତେ ଶୀଘ୍ର ଏ କାମ ସରିବ ଆମ ଦୁହିଁଙ୍କ ପାଇଁ ଭଲ। ଏବେ ଆଉ ଯାହା କଲେ ବି ମୋର ନିଷ୍ପତ୍ତିରେ ପରିବର୍ତ୍ତନ ହେବନି। ଡିଭୋର୍ସ ପରେ ତୁମର ଯାହା ଦରକାର ତାହା ଦେବି। ନିୟମ ଅନୁଯାୟୀ ଯାହା କ୍ଷତିପୂରଣ ଚାହିଁବ ତାକୁ ବି ପୂରଣ କରିବି।
କିନ୍ତୁ ଯେତେ ଶୀଘ୍ର ହେବ ଏଥିରୁ ମୋତେ ମୁକ୍ତି ଦିଅ। ଡିଭୋର୍ସ ପେପରରେ ଦସ୍ତଖତ କରିଦିଅ। ମୋ ଜୀବନରେ ଆଉ କେହି ଅଛି, ତାଙ୍କୁ ନେଇ ମୁଁ ମୋ ଜୀବନ ବଞ୍ଚିବାକୁ ଚାହୁଁଛି। ଟିକେ ଶାନ୍ତିରେ ଜୀବନ ଜୀଇବାକୁ ଚାହୁଁଛି। ତମ ସହ ଆଉ ରହିବା ସମ୍ଭବପର ନୁହେଁ। ନା ନା, କଦାପି ସମ୍ଭବ ନୁହେଁ। ବିନୋଦଙ୍କ ଏତେ ସବୁ କଥା ସୁନିତାକୁ ଭାଙ୍ଗି ଦେବା ପାଇଁ ଯଥେଷ୍ଟ ଥିଲା। ତଥାପି ସୁନିତାଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ଥିଲା। ଦସ୍ତଖତ କରିବେ ନା କରିବେ ନାହିଁ। ତାଙ୍କ ମନରେ ବହୁ ପ୍ରକାର ପ୍ରଶ୍ନ ଆସୁଥିଲା। କ'ଣ କରିବେ କ'ଣ କରିବେନି, ଦୋଛକିରେ ସେ ଥିଲେ। ମନେ ମନେ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିଲେ ସୁନିତା। ଭାବିଲେ ତାଙ୍କର ସୁନାର ସଂସାରକୁ ବଞ୍ଚାଇବାକୁ ଆଉ ଥରେ ମାତ୍ର ପରସ୍ପରକୁ ସୁଯୋଗ ଦେଲେ କେମିତି ହୁଅନ୍ତା। ଏ କଥା ଭାବି ବସିଲେ ସୁନିତା। ସାରା ଦିନ ବିନୋଦକୁ ଅପେକ୍ଷା କରି ରହିଲେ। ସଞ୍ଜକୁ ଫେରିବା ପରେ ସ୍ୱାମୀଙ୍କ ପାଇଁ ସୁନିତା ଚା କଲେ ଆଉ ଆଣିଦେଲେ। କିଛି ନ କହି ବିନୋଦ ବି ଚା ନେଇ ପିଇଲେ। ସୁନିତା ତାଙ୍କ ହାତରେ ଧରିଥିଲେ ଡିଭୋର୍ସ ପେପର। ମୁହଁରେ ସାମାନ୍ୟ ଖୁସି ଖୁସି ଭାବ। ଶାନ୍ତ ମୁହୂର୍ତ୍ତରେ ଏଥର ବଡ଼ ସାହସରେ କହିବା ଆରମ୍ଭ କଲେ ସୁନିତା। କହିଲେ, ଡିଭୋର୍ସ ପେପରରେ ଦସ୍ତଖତ କରିବାର ମୋର କିଛି ଅସୁବିଧା ନାହିଁ, କିନ୍ତୁ ମୋ ପାଇଁ ତମକୁ କିଛି କରିବାକୁ ପଡ଼ିବ। ମୋ ଇଚ୍ଛା ପୂରଣ କରିଦେଲେ ତମ ଡିଭୋର୍ସ ପେପରରେ ଦସ୍ତଖତ କରିଦେବି। ବିନୋଦ କହିଲେ, ମୁଁ ଥକି ଯାଇଛି। କ'ଣ କରିବାକୁ ପଡ଼ିବ କୁହ। ମୋତେ ମୁକ୍ତି ଦିଅ। ମୁଁ ଆଉ ଘାଣ୍ଟି ହେବାକୁ ଚାହୁଁନି ତମ ସହ। ସୁନିତା କହିଲେ, କିଛି ନାହିଁ। ଗୋଟେ ମାସ ଯାଏଁ ମୋ ସହିତ ସେୟା ସବୁ କରିବାକୁ ହେବ ଯାହା ବିବାହ ପରେ ତମେ ସବୁ କରୁଥିଲ। ବିନୋଦ କହିଲେ, କ'ଣ କରିବାକୁ ହେବ? ସୁନିତା କହିଲେ, ସେୟା ସବୁ କରିବାକୁ ପଡ଼ିବ ଯାହା ସବୁ ବିବାହ ପରେ କରୁଥିଲ, ପୁଣି ଗୋଟିଏ ମାସ ଯାଏଁ। ଯେମିତି ଶୋଇବା ସମୟରେ ମୋତେ ଦୁଇ ବାହୁରେ ଉଠାଇ ନେଇ ବେଡ଼୍ ଯାଏଁ ନେଇଯାଉଥିଲ, ସେମିତି କରିବାକୁ ପଡ଼ିବ। ଏଥର ବିନୋଦ ରାଗରେ ତାଙ୍କ ଆଡ଼କୁ ଅନେଇଲେ ଆଉ କହିଲେ, ନା, ସେମିତି ହେଇପାରିବ ନାହିଁ। ଅଭିମାନ ଭରା କଣ୍ଠରେ ସୁନିତା କହିଲେ, ତମେ କ'ଣ ଏତିକି କରିପାରିବ ନାହିଁ? ଡିଭୋର୍ସ ପୂର୍ବରୁ ତମେ ତ ସବୁଦିନ ପାଇଁ ମୋଠୁ ମୁକ୍ତ ହୋଇଯିବ ନା। କିନ୍ତୁ ତା ପୂର୍ବରୁ ମୁଁ ଗୋଟିଏ ମାସ ଚାହୁଁଛି, ଯେଉଁଥିରେ ମୁଁ ଅନୁଭବ କରିବାକୁ ଚାହୁଁଛି ମୋର ବିବାହର ଗୋଟିଏ ମାସର ଅନୁଭୂତି, ଯାହା ଆଉ କଦାପି ଏ ଜୀବନରେ ଆସିବ ନାହିଁ। ସେଥିପାଇଁ ମୋର ଶେଷ ଇଚ୍ଛା ପୂରଣ କରିବାକୁ ଚାହୁଁଛି ତମଠାରୁ। ତମେ ଯଦି ଅନିଚ୍ଛା ପ୍ରକାଶ କର, ତେବେ ବି ମୁଁ ଦସ୍ତଖତ କରିଦେବି ଡିଭୋର୍ସ ପେପରରେ। ଯଦି ମାନିଯିବ, ତେବେ ଦସ୍ତଖତ ସମୟରେ ମୋ ଦୁଃଖ ଆଉ ଟିକେ କମିଯିବ। ଭାବିବି ମୋ ଜୀବନର ଏଇତକ ସୁଖ ପାଇଲି। ଏତିକି କହି ଟିକେ କାନ୍ଦ କାନ୍ଦ ହୋଇଗଲେ ସୁନିତା। ବିନୋଦ କିଛି ସମୟ ଚୁପ୍ ରହିଲେ। କିଛି ଗୋଟେ ଭାବି ସୁନିତାଙ୍କ କଥାରେ ରାଜି ହେଲେ। ସେଦିନ ରାତିକୁ ବହୁ ଉତ୍କଣ୍ଠାର ସହ ଅପେକ୍ଷା କଲେ। ସୁନିତା ଯେମିତି ହେଲେ ତାଙ୍କ ଦାମ୍ପତ୍ୟ ଜୀବନକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ। ସେଥିପାଇଁ ଆପ୍ରାଣ୍ୟ ଉଦ୍ୟମ ଜାରି ରଖିଥିଲେ। ରାତି ହେଲା। ଦାମ୍ପତ୍ୟ ଜୀବନ ଆରମ୍ଭ ବେଳେ ଯେମିତି ସବୁ ଘଟୁଥିଲା, ସେମିତି କିଛି କରିବାକୁ ନିଜକୁ ପ୍ରସ୍ତୁତ କରିନେଉଥିଲେ ସିଏ। ସଞ୍ଜରେ ବିନୋଦ ଆସିଲେ। ତାଙ୍କ ପାଇଁ ଚା ଜଳଖିଆ ଆଣିଦେଲେ। ରାତିରେ ଖିଆପିଆ ହୋଇଗଲା। ବିନୋଦ ଚୁପଚାପ ସେମିତି ଥିଲେ। କ'ଣ ଗୋଟେ ଭାବୁଥିବା ଭଳି ଲାଗୁଥିଲା। ରାତି ଖିଆ ଖାଇବା ପରେ ତାଙ୍କ ରୁମ୍କୁ ଶୋଇବାକୁ ପଳାଇଲେ ବିନୋଦ। କିନ୍ତୁ ତାଙ୍କୁ ମନେ ହେଲା, ସୁନିତା କଥା ନ ମାନିଲେ ସେ ଛାଡ଼ିବ ନାହିଁ। ତେଣୁ ଅନ୍ୟ ଉପାୟ ନ ପାଇ ରୁମ୍ କବାଟ ଖୋଲି ବାହାରକୁ ଆସିଲେ ସିଏ। ସେତେବେଳକୁ ନିଜକୁ ପ୍ରସ୍ତୁତ କରିନେଇଥିଲେ ସୁନିତା। ଓଠରେ ଧାରେ ହସ ଖେଳେଇ ବିନୋଦକୁ ଅନାଇଲେ। ମାତ୍ର ସେ ତାଙ୍କ ମୁହଁକୁ ଜମାରୁ ଅନେଇଲେ ନାହିଁ। ଦେଇଥିବା କଥା ଅନୁଯାୟୀ ଏଥର ସୁନିତାଙ୍କୁ କୋଳକୁ ଟେକିନେଲେ ବିନୋଦ। ଯେମିତି ବିବାହର ଚତୁର୍ଥୀ ରାତିରେ ତାଙ୍କୁ ଟେକି ନେଇଥିଲେ। ସୁନିତା ଏଥର ତାଙ୍କ ବେକରେ ହାତକୁ ହାତରେ ଛନ୍ଦି ଦେଲେ। ବିନୋଦ ସାମାନ୍ୟ ଆଖି ଉଠାଇ ତାଙ୍କ ଆଡ଼କୁ ଅନେଇଲେ। ସେ କହିଲେ, ଆରେ ପଡ଼ିଯିବି ନହେଲେ। ସୁନିତାଙ୍କ ଲାଜ ଲାଜ ମୁହଁ, ସ୍ମିତହାସ୍ୟ, କଥା କୁହା ଆଖି କିମିଆ କରିବାକୁ ଯଥେଷ୍ଟ ଥିଲା। ତାଙ୍କୁ ଯେମିତି ଲାଗୁଥିଲା ଆଜି ହିଁ ତାଙ୍କର ବିବାହ ହୋଇଛି। ତାଙ୍କର ଆଜି ପ୍ରଥମ ରାତି। ଦେହରେ ତାଙ୍କର ମଧୁଯାମିନୀର ଉଲ୍ଲାସ। ସୁନିତାଙ୍କ ଦେହରେ ଖେଳି ଯାଉଥିଲା ଶିହରଣ। ବିନୋଦଙ୍କ କୋଳରେ ଥାଇ ଲାଗୁଥିଲା କାହିଁ କେଉଁ ବର୍ଷରୁ ଯେମିତି ଏ ଶିହରଣ ପାଇନଥିଲେ। ଧୀରେ ଧୀରେ ସେ ତରଳି ଯାଉଥିଲେ ବିନୋଦଙ୍କ ସ୍ପର୍ଶରେ। ସେ ଚାହୁଁଥିଲେ ସ୍ୱାମୀ ତାଙ୍କର ଆଉ ଟିକେ ଚାପି ଧରନ୍ତେନି। ସୁନିତାଙ୍କୁ କୋଳରେ ଧରି ବେଡ଼ରୁମ୍ ଆଡ଼କୁ ଆଗଉଥିଲେ ବିନୋଦ। ତାପରେ ସବୁ କ'ଣ କ'ଣ ଘଟିବ ତାକୁ ଆକଳନ କରି ମନେ ମନେ ଶିହରି ଉଠୁଥିଲେ ସୁନିତା। ବିବାହ ପର ରାତିଗୁଡ଼ିକ
କଥା ତାଙ୍କର ମନେ ପଡ଼ିଯାଉଥିଲା। ସୁଯୋଗ ପାଇଲେ ବିନୋଦ ତାଙ୍କୁ ଚୁମା ଦେଇ ପକାଉଥିଲେ। ରୋଷେଇ ଘରେ ଏକୁଟିଆ ପାଇ ଭିଡ଼ି ପକାଉଥିଲେ। ବେଡ଼ରୁମ୍କୁ ମିଛ ବାହାନାରେ ସୁନିତାଙ୍କୁ ଡାକୁଥିଲେ। ପାଖରେ ପାଇଲେ ଛାତି ଉପରେ ଚାପି ଧରୁଥିଲେ। ଏବେ ପୁଣି ଥରେ ସ୍ୱାମୀଙ୍କ ନିକଟରେ ପାଇ ଅଧିକ ରୋମାଞ୍ଚିତ ହୋଇପଡ଼ୁଥିଲେ ସୁନିତା। ଏଇମିତି ପ୍ରତି ରାତିରେ ବିନୋଦଙ୍କ ଅପେକ୍ଷାରେ ରହୁଥିଲେ ସୁନିତା। ଆଉ ସ୍ୱାମୀ ରାତି ଖିଆପିଆ ସାରି ତାଙ୍କୁ କୋଳକୁ ଉଠେଇ ନେଉଥିଲେ। ପ୍ରଥମେ 2-4 ଦିନ ସ୍ୱାଭାବିକ ହୋଇପାରୁନଥିଲେ ବିନୋଦ। ଆଖି ଉଠାଇ ଅନାଉ ନଥିଲେ, ହସୁ ନଥିଲେ। ତାଙ୍କର ଭୟ ଥିଲା କାଳେ ପୁଣି ସ୍ତ୍ରୀଙ୍କ ପ୍ରତି ଭଲ ପାଇବା ଆସିଯିବ କି? ପୁଣି ଜୀବନରେ ସ୍ତ୍ରୀଙ୍କ ପ୍ରାଦୁର୍ଭାବ ବଢ଼ିଯିବନି ତ? ସେଥିପାଇଁ ଯଥାସଞ୍ଜତ ହୋଇ ରହୁଥିଲେ ପ୍ରତି ରାତି। କିନ୍ତୁ ବିନୋଦ ଭିତରେ ଭିତରେ ତରଳିବାକୁ ଲାଗିଲେ। ଏଥିପାଇଁ ତାଙ୍କୁ ପ୍ରାୟ 15 ଦିନ ସମୟ ଲାଗିଗଲା। ସେ ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଲେ। ତାଙ୍କ ହୃଦୟ ପରିବର୍ତ୍ତନ ହେବାକୁ ଲାଗିଲା। ସୁନିତାଙ୍କ ପାଇଁ ପୁଣି ସେ ଦୁର୍ବଳ ହେଉଥିବା ଅନୁଭବ କରୁଥିଲେ। ଦୁହିଁଙ୍କ ଦାମ୍ପତ୍ୟରେ ଉଠିଥିବା ଝଡ଼ ଶାନ୍ତ ହେବାକୁ ଲାଗିଲା। ସେମାନଙ୍କ ଭିତରେ ଦୂରତ୍ୱ ହ୍ରାସ ପାଉଥିବା ସେ ଅନୁଭବ କଲେ। ନିଆଁରେ ପାଣି ପଡ଼ିଲେ ଶାନ୍ତ ହେବା ଭଳି ପରିସ୍ଥିତି ହେବାକୁ ଲାଗିଲା। ଅନ୍ୟପଟେ ସୁନିତା ସ୍ୱାମୀଙ୍କ ଆଖିରୁ ପଢ଼ି ପାରୁଥିଲେ ଭଲ ପାଇବା, ଅନୁଭବ କରିପାରୁଥିଲେ ଆପଣାପଣ। ଆଖିକୁ ଆଖିରେ ମିଶାଉଥିଲେ ବିନୋଦ। ଏବେ ସେହି ଆତ୍ମୀୟତା ଫେରିବାକୁ ଲାଗିଲା ଜାଣିପାରୁଥିଲେ ସୁନିତା। ତାଙ୍କ ପାଇଁ ଯେଉଁ ଦୂରତ୍ୱ ସୃଷ୍ଟି ହୋଇଥିଲା ତାହା କ୍ରମଶଃ ଉଭେଇ ଯାଉଥିଲା। ଦୁହେଁ ଦୁହିଁଙ୍କ ପ୍ରତି ଆସକ୍ତ ହୋଇ ପଡ଼ୁଥିଲେ ପ୍ରତି ରାତି। ବିବାହ ପରର ସେହି ସବୁ କ୍ରିୟା ପ୍ରକ୍ରିୟା ହେବାକୁ ଲାଗିଥିଲା। ଚରମ ତୃପ୍ତି ପାଇଁ ସେମାନେ ବ୍ୟାକୁଳ ରହୁଥିଲେ ଏବଂ ସମୟ ଖୁସିରେ ଖୁସିରେ ବିତି ଯାଉଥିଲା ସେମାନଙ୍କର। ସୁନିତା ଓ ବିନୋଦଙ୍କ ଜୀବନକୁ ପୁଣି ଫେରି ଆସୁଥିଲା ଖୁସିର ମୁହୂର୍ତ୍ତ। ଗୋଟିଏ ମାସର କଣ୍ଟ ପୂରଣ ହେବାକୁ ଯାଉଥିଲା। ଦୁହେଁ ରହିଥିଲେ ନୀରବ। କେହି ପୁରୁଣା କଥା ଉଠାଇବାକୁ ଉଚିତ ମନେ କରୁନଥିଲେ। ଡିଭୋର୍ସ କଥା ଛାଡ଼। ମନରେ ଥିବା ଅଭିଯୋଗ ଅଭିମାନ ଶେଷ ହୋଇସାରିଥିଲା। ସୁନିତା ଓ ବିନୋଦଙ୍କ ଭିତରେ ପୂର୍ବ ପରି ଭଲ ପାଇବା ଜାଗି ଉଠିଥିଲା ସେଇ ମାସ ଭିତରେ। ସେଇ ପ୍ରକ୍ରିୟା ଏବେ ନୀତି ରାତି ଚାଲିଛି। ଦୁହେଁ ଦୁହିଁଙ୍କ ପ୍ରତି ବିଶ୍ୱସ୍ତ ହୋଇ ଉଠିଛନ୍ତି। ସୁନିତା ଡିଭୋର୍ସ କଥା ଛାଡ଼, ଆଉ କିଏ ତାଙ୍କ ଜୀବନରେ ଅଛି ସେ କଥା ବି ପଚାରିବାକୁ ଉଚିତ ମନେ କଲେନି। କାରଣ ତାଙ୍କୁ ଲାଗୁଥିଲା ବିନୋଦ ଉପଯୁକ୍ତ ଶିକ୍ଷା ଦେବାକୁ ଏଇପରି କରିଥିଲେ, ଯାହା ଗୋଟିଏ ମାସର ପ୍ରେମ ତାଙ୍କୁ ତାଙ୍କ ଦାମ୍ପତ୍ୟ ଜୀବନକୁ ସଜାଡ଼ି ଦେବାରେ ସହାୟକ ହୋଇଛି। ଏଇ କଥା ଭାବି ଭାବି ଆହୁରି ଜୋରରେ ବିନୋଦକୁ ଜାବୁଡ଼ି ଧରିଲେ ସୁନିତା। ଇଏ ଥିଲା ଆଜିର କାହାଣୀ। ଆଶା କରୁଛି ଏ କାହାଣୀଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଆଗକୁ ଏଭଳି ଅନେକ ଭିଡ଼ିଓ ଆମେ ଆଣିବାକୁ ଲକ୍ଷ୍ୟ ରଖିଛୁ। ଆଶା କରୁଛୁ ଆମର ଏହି ଚ୍ୟାନେଲକୁ ଆପଣ ଭଲ ପାଇବା ଦେବେ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଯାହାଫଳରେ ଆମେ ଅପଲୋଡ଼ କରୁଥିବା ପ୍ରତ୍ୟେକଟି ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ସଙ୍ଗେ ସଙ୍ଗେ ପହଞ୍ଚି ପାରିବ। ଆମ ଭିଡ଼ିଓକୁ ଲାଇକ୍ କରିବେ ଏବଂ ବେଲ୍ ଆଇକନ୍କୁ ଦବାଇ ଦେବେ, ଯାହାଫଳରେ ଆମେ ଆପଣଙ୍କ ଭଲ ପାଇବାକୁ ଅନୁଭବ କରିବୁ। ଏଥିସହିତ ନୂଆ ଉଦ୍ଦାମତା ସହ ନୂଆ ନୂଆ କାହାଣୀ ଭେଟି ଦେବାକୁ ଭରପୁର ପ୍ରୟାସ କରିବୁ।